ମୋ ନା ଆଜ୍ଞା ଭରତ ଚନ୍ଦ୍ର ମହାନ୍ତ, ଏସ୍ଆର୍ସି କେମେସ୍ର ସାଧାରଣ ସମ୍ପାଦକ। ପ୍ରେସ୍ ମିଟିଂ ବାବଦରେ ଇଏ ମୁଁ କହିବାକୁ ଚାହୁଁଛି ଆଜ୍ଞା, 7 ତାରିଖ ଠାରୁ 7/4 ଠାରୁ ନା 17/4 ଠାରୁ ଆଜ୍ଞା ଇମ୍ଫା କମ୍ପାନୀ ମେନ୍ ଫାଟକ ସାମ୍ନାରେ ଭରତ ଚନ୍ଦ୍ର ମହାନ୍ତ ଆଜ୍ଞା ପ୍ରେସ୍ ମିଟିଂ ଆମେ ଏଇଥିପାଇଁ ଡକେଇଛୁ ଆଜ୍ଞା, ଇମ୍ଫା କମ୍ପାନୀ ଗେଟ୍ ସାମ୍ନାରେ ପ୍ରଥମ ଫାଟକ ସାମ୍ନାରେ 17/4 ଠାରୁ ଯୋଉ ଇମ୍ଫାର ଲୋଡିଂ ଶ୍ରମିକ ଯୋଉ ଫାଟକ ବନ୍ଦ କରିଦେଇଛନ୍ତି ଆଜ୍ଞା, ଏକୁ ନା କମ୍ପାନୀ ଷ୍ଟାଫକୁ ଭିତରକୁ ଛାଡୁଛନ୍ତି, ନା ଏଇ ଯୋଉ ଆମ 1400 ଶ୍ରମିକା ଆପଣଙ୍କର ଓପନ କାଷ୍ଟ, ଅଣ୍ଡରଗ୍ରାଉଣ୍ଡ ଏବଂ ନାରାୟଣୀ କ୍ରସର, ୟା ଭିତରେ 1400 ପାଖାପାଖି ଶ୍ରମିକା ଆଜ୍ଞା ଅଛନ୍ତି। ଏହା ବାବଦରେ ଆମେ ଲିଖିତ ଆକାରରେ ପ୍ରଶାସନକୁ ମଧ୍ୟ ଜଣେଇଲୁ, ଇମ୍ଫା କମ୍ପାନୀ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଜଣେଇଛୁ। ସେମାନେ ଏ ପର୍ଯ୍ୟନ୍ତ ଆମ ଲେଖାର କିଛି ଉତ୍ତର ଦେଲେ ନାହିଁ। ଆମେ ଚାହୁଁଛୁ ଆମ ୱାର୍କର 1400 ୱାର୍କର ସେମାନେ ଚାହୁଁଛନ୍ତି ଡେଲି ଆଜ୍ଞା ଡ୍ରେସ୍ ପିନ୍ଧି ଡ୍ୟୁଟି ଡ୍ରେସ୍ ସେମାନେ ଫାଟକ ସାମ୍ନାରେ ପହଞ୍ଚୁଛନ୍ତି, ଇଏ କରୁଛନ୍ତି, ଯାହାଫଳରେ ସେମାନେ ଡ୍ୟୁଟି ପାଖକୁ ଯାଇପାରୁନାହାନ୍ତି, ଯାହାଫଳରେ ସେ ଫାଟକରୁ ଫେରି ଆସୁଛନ୍ତି। ତେଣୁ ତାଙ୍କର କମ୍ପାନୀ ଏବେ ଡିକ୍ଲେୟାର କରିଦେଲାଣି ବା ନୋଟିସ ଦେଇଦେଇଛି ନ ୱାର୍କ ନ ପେ ଆଜ୍ଞା। ତେଣୁ 1400 ଲୋକଙ୍କର କେମିତି ତାଙ୍କର ପରିବାର ଭରଣ ପୋଷଣ ହେବେ, ଆମେ ପ୍ରଶାସନକୁ ମଧ୍ୟ ଲେଖିଦେଇଛୁ ଏବଂ ଇମ୍ଫା କମ୍ପାନୀ କର୍ତ୍ତୃପକ୍ଷକୁ ଲେଖିଦେଇଛୁ। ଯେହେତୁ ଆପଣମାନେ ଫାଟକ ବନ୍ଦ କରିଛନ୍ତି ବା ଫାଟକ ଦ୍ୱାରା ଏ ଲୋକ ଯାଇପାରୁନାହାନ୍ତି, ଶ୍ରମିକ ମାନେ ଏମାନେ କାମ କରିବାକୁ ଡେଲି ଆସୁଛନ୍ତି, ତେଣୁ ତାଙ୍କର 8 ଦିନର ଯେମିତି ମଜୁରୀ ସେମାନେ ପାଆନ୍ତି, ଗରିବ ଲୋକ ଏମାନେ, ଏ ଅଞ୍ଚଳର ଲୋକ। ତେଣୁ ଆମ ୟୁନିୟନ ବାରମ୍ବାର କହି ଆସୁଛି ଆଜ୍ଞା। ସେ ଶ୍ରମିକ ମଧ୍ୟ ରାଲି କରି ଆସି ପ୍ରଶାସନ ପାଖରେ ପହଞ୍ଚିଥିଲେ, ପ୍ରଶାସନକୁ ମଧ୍ୟ ଏକ ଲିଖିତ ଦେଇଛନ୍ତି ଆଜ୍ଞା, ଆମେ ଡେଲି କାମ କରିବାକୁ ଯାଉଛୁ, ତେଣୁ ଆପଣ ଏହାର ସୁବିଚାର କରି ଆମକୁ କେମିତି କାମରେ ଆମେ ଯାଇପାରିବୁ, ଏ କରିବୁ। ତେଣୁ ତାଙ୍କୁ ମଧ୍ୟ ଆଇଆଇସି ମଧ୍ୟ ସେମାନେ ଲିଖିତ ଆକାରରେ ଦେଇଛନ୍ତି ଆଜ୍ଞା। ତେଣୁ ଆପଣଙ୍କ ମାଧ୍ୟମରେ ମୁଁ ଅନୁରୋଧ କରିବି ଇମ୍ଫା କମ୍ପାନୀକୁ ଏବଂ ପ୍ରଶାସନକୁ ମଧ୍ୟ ଯଥାଶୀଘ୍ର ଏହାର ସମାଧାନ କରି ଏ 1400 ଶ୍ରମିକ ଭାଇ ଭଉଣୀ ମାନଙ୍କର ଜୀବନ ଜୀବିକା କଥା, ତାଙ୍କର ଭବିଷ୍ୟତ କଥା ଆଜ୍ଞା, ପରିବାର କଥା, ତେଣୁ ଏହାକୁ କେମିତି ସୁଚାରୁ ରୂପରେ ପରିଚାଳନା କରି ଯେମିତି ପୂର୍ବ ଭଳି ସେମାନେ କେମିତି କାର୍ଯ୍ୟରେ ଯୋଗ ଦେଇପାରିବେ। ଏବଂ ଆପଣଙ୍କ ମାଧ୍ୟମରେ କହୁଛି ପ୍ରଶାସନକୁ ଏବଂ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଇମ୍ଫା କମ୍ପାନୀର ସେମାନଙ୍କର 8 ଦିନର, ଯେହେତୁ ଏମାନେ ଅଲିଗାଲ ଭାବରେ ସେମାନେ ୟାଙ୍କୁ ନ ଜଣାଇ, ସେମାନେ ଶ୍ରମିକ ନୁହନ୍ତି, କିଛି ବାହାର ଲୋକ ମଧ୍ୟ ତାକୁ ସାହାଯ୍ୟ ସହଯୋଗ କରୁଛନ୍ତି ସେ ଷ୍ଟ୍ରାଇକରେ ଆଜ୍ଞା। ଆପଣଙ୍କର ଟାଟା ସାଇଟର ଲୋକ ଅଛନ୍ତି, ଆପଣଙ୍କର ଇମ୍ଫାର ଲୋକ ଅଛନ୍ତି, ନା ଇମ୍ଫା ସାଇଟର କିଛି ଅଛନ୍ତି, ବାଲେଶ୍ୱର ଆଲୱାଜର ଅଛନ୍ତି, କାଳିଆପାଣିର ମଧ୍ୟ ଅଛନ୍ତି, ସାରାବି ଲୋକ ମଧ୍ୟ ସହଯୋଗ କରୁଛନ୍ତି ଆଜ୍ଞା। ସେଠାରେ ତାଙ୍କର ଆମେ ଯାହା ଦେଖିଲୁ, କର୍ତ୍ତୃପକ୍ଷଙ୍କୁ ମୁଁ ପଚାରିଥିଲି ଆଜ୍ଞା କେତେ ଆପଣଙ୍କ ଲୋଡିଂ ଲେବର ସେଠି ଅଛନ୍ତି, ସେ ଆମକୁ କହିଥିଲେ ମଧ୍ୟ ସେଠି ଆମର ଟୋଟାଲ ଲୋକ ତାଙ୍କର 200 ପାଖାପାଖି ଆଜ୍ଞା ଲୋଡିଂ ଲେବର, 50-60 ଜଣ ସେ ତାଙ୍କର ବସିଥିଲେ ଲୋଡିଂ ଲେବର। ଆଉ ଯାହା ଲୋକ ବସିଥିଲେ ଆଜ୍ଞା ବାହାର ମାଇନ୍ସର, ବାହାର କମ୍ପାନୀର ଲୋକମାନେ ସବୁ ବସିଥିଲେ। ଅଦ୍ୟାବଧି ସେମାନେ ତାଙ୍କର ସେଠି ବସିଛନ୍ତି ଏବଂ ତାର ଫାଇନାଲ କରୁନି, କମ୍ପାନୀ ଫାଇନାଲ କରୁନି କି ପ୍ରଶାସନ ଫାଇନାଲ କରୁନି, ଯାହା ଫଳରେ ଆମର 1400 ଶ୍ରମିକା ଭାଇ ମାନେ ହଇରାଣର ସମ୍ମୁଖୀନ ହେଉଛନ୍ତି। ତେଣୁ ଆଜିର ଏ ପ୍ରେସ୍ ମିଟିଂ ଆପଣମାନଙ୍କ ମାଧ୍ୟମରେ ଆମ ଏସ୍ଆର୍ସି କେମେସ୍ ଜଣାଉଛି, କର୍ତ୍ତୃପକ୍ଷଙ୍କୁ ଜଣାଉଛି, ପ୍ରଶାସନକୁ ମଧ୍ୟ ଜଣାଉଛି ଆଜ୍ଞା, ସମାଧାନ ଶୀଘ୍ର କରନ୍ତୁ, ନତୁବା ଏସ୍ଆର୍ସି କେମେସ୍ ଧର୍ମଘଟକୁ ଯିବ, ସାଧାରଣ ସଭା କରି ଆପଣଙ୍କ ରାସ୍ତା ରୋକ ଆନ୍ଦୋଳନ କରିବ, ଏଥିରେ ସନ୍ଦେହ ନାହିଁ। ଯେହେତୁ ଜୀବନ ଜୀବିକା କଥା, ଆପଣଙ୍କ ମାଧ୍ୟମରେ ମୁଁ ଅନୁରୋଧ କରିବି, ଆମ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଅନୁରୋଧ କରୁଛି ଆପଣଙ୍କ ମାଧ୍ୟମରେ ଇଏ ସମାଧାନ ଯେମିତି ତୁରନ୍ତ କରାଯାଉ। ସାରା ମାଇନିଂ ଜୋନରେ ଏ ଟାଇପରେ କେବେ ଷ୍ଟ୍ରାଇକ୍ ହେଇନଥିଲା। ଆମେ ତ ଭାବୁନୁ ଆମ ପାଇଁ ସରକାର ଅଛନ୍ତି କି ନାହିଁ, ପ୍ରଶାସନ ଅଛି କି ନାହିଁ, ଆପଣଙ୍କର ଇମ୍ଫା କମ୍ପାନୀର ଯୋଉ ମନମୁଖୀ ଚାଲିଛି, ଆଜି ଦୀର୍ଘ 8 ଦିନ ହେଲାଣି ସେମାନେ ଯେମିତି କର୍ଣ୍ଣପାତ ଦେଉନାହାନ୍ତି, ଯାହା ହେଇଯାଉ, ଗରିବ ଲୋକ ମରିଯାଆନ୍ତୁ, ଆମର କଣ ହବ, କୋଟିପତି ସେମାନେ ଆଜ୍ଞା, ଆମେ ଖଟିଲେ ଖାଇବୁ। ତେଣୁ ଆମ ଅବସ୍ଥା
ବର୍ତ୍ତମାନ ଅତି ଶୋଚନୀୟ। ତେଣୁ ଆପଣଙ୍କ ମାଧ୍ୟମରେ ଜଣାଉଛୁ କର୍ତ୍ତୃପକ୍ଷ ଶୀଘ୍ର ଇନଫା